ଧର୍ମରେ ନିଆର ସ୍ଥାନ। ମୁଁ ଏହା ଭିତରେ ଜୀବନ ଓ ଧର୍ମ ନାମରେ ଏକ ପୁସ୍ତକ ପ୍ରକାଶିତ କରିଛି। ଭୁବନେଶ୍ୱରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଜ୍ଞାନଯୁଗ ପବ୍ଲିକେସନ୍ ଏହାକୁ ଛାପିଛନ୍ତି। ବହିଟି ପ୍ରକାଶ ପାଇଥିଲା 2023 ମସିହାରେ। ସେହି ବହିରେ ଏକ ଲେଖା ଅଛି। ସେ ଲେଖାଟିର ନାମ ହେଉଛି ଧର୍ମରେ ନିଆର ସ୍ଥାନ। ସେଇଟିକୁ ମୁଁ ବର୍ତ୍ତମାନ ପାଠ କରୁଅଛି। ଧର୍ମରେ ନିଆର ସ୍ଥାନ। ଲେଖକ ମହମ୍ମଦ ନିଜାମୁଦ୍ଦିନ। ମଣିଷ ସର୍ବଶକ୍ତିମାନ ନଥିବାରୁ ସେଥିପାଇଁ ଅନ୍ୟ ଜଣେ କେହି ଅଦୃଶ୍ୟ ସର୍ବଶକ୍ତିମାନ ସତ୍ତାଙ୍କୁ ଈଶ୍ୱର ମନେକରି ଓ ପଞ୍ଚଭୂତର ଅପରକର୍ତ୍ତା ଭଗବାନଙ୍କୁ ମନରେ ମାନିନେବା ହିଁ ଧର୍ମ। କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ବା ମାଟି, ପାଣି, ପବନ, ନିଆଁ ଓ ଆକାଶର ବ୍ୟାପ୍ତିକୁ ମଣିଷ ପଞ୍ଚଭୂତ ବୋଲି ଆଖ୍ୟା ଦେଇଛି, ନାମିତ କରିଛି। ଭୂତମାନେ ସ୍ଥିତି ବା ସୃଷ୍ଟିର ରହଣି, ଅର୍ଥାତ୍ ଯେଉଁଥିରେ ସ୍ରଷ୍ଟା ଭଗବାନଙ୍କର ସୃଷ୍ଟି ରହିଛି। ମଣିଷ ଭଗବାନଙ୍କ ଦ୍ୱାରା ମାଟିର ମୂର୍ତ୍ତିରୁ ଜୀବନ୍ୟାସ ପାଇ ସୃଷ୍ଟି ହୋଇଥିଲେ ମଧ୍ୟ ସେ ନିଆଁର ଯଥେଷ୍ଟ ଆବଶ୍ୟକ କରେ। ମନୁଷ୍ୟର ପ୍ରାତ୍ୟହିକ ଜୀବନ ଧାରଣ ପାଇଁ ନିଆଁର ଚାହିଦା ସତତ ବା ସବୁବେଳେ ଥାଏ। ମନୁଷ୍ୟ ଦେହରେ ମଧ୍ୟ ତେଜ ବା ତାପ ବା ଉତ୍ତାପ ଅଛି, ନହେଲେ ଥଣ୍ଡାରେ ରହିଲେ ମଣିଷ ମରିଯିବ। ଜଗତରେ ତିଷ୍ଠିକି ରହିପାରିବ ନାହିଁ, ସର୍ଭାଇଭ୍ କରିପାରିବ ନାହିଁ। ମଣିଷ ପରା ପଞ୍ଚଭୂତରୁ ଜାତ, ସେଥିପାଇଁ ମନୁଷ୍ୟ ନିଆଁର ଆବଶ୍ୟକ କରେ। ମଣିଷ ନିଆଁ ଉପାଦାନୀ, ନହେଲେ ମଣିଷ ନିଆଁରେ ଜଳିଯାଇ ନଥାନ୍ତା। ମନୁଷ୍ୟର ଜୀବନ ସାଂସାରିକ ଓ ଧାର୍ମିକର ହୋଇ ଦୁଇ ପ୍ରକାର। ସଂସାରରେ ମଣିଷ ରହେ, ହେଲେ ଧର୍ମ ପାଇଁ ବଞ୍ଚେ। ଧର୍ମ ପାଳନକାରୀ ମଣିଷ ନଥିଲେ ଈଶ୍ୱର କଦାପି ମଣିଷକୁ ବଞ୍ଚାଇକି ରଖାଇ ନଥାନ୍ତେ। ସେ ନିଜର ରଚିତ, ପ୍ରଣୀତ ବା ନିର୍ମିତ ଗ୍ରନ୍ଥ ଦିବ୍ୟ ପବିତ୍ର କୋରାନରେ କହିଛନ୍ତି, ମୁଁ ଅଲ୍ଲାହ ବା ଖୋଦା ମଣିଷକୁ ମୋର ଏବାଦତ ବା ଆରାଧନା, ଉପାସନା ବା ପୂଜା ଅର୍ଚ୍ଚନା କରିବା ନିମିତ୍ତ ସର୍ବୋତ୍ତମ ସୃଷ୍ଟି କରି ତିଆରି କରିଅଛି। ଖାଇବା, ପିଇବା ଆଉ ବଞ୍ଚି ରହିବା କେବଳ ପଶୁର ଜୀବନ, ହେଲେ ମନୁଷ୍ୟର ଜୀବନ ଖୋଦାଙ୍କୁ ମାନିବା ପାଇଁ ହୋଇଅଛି। ଧର୍ମେଣ ହୀନାଃ ପଶୁଭିଃ ସମାନାଃ। ଯେମିତି ସଂସ୍କୃତ ଭାଷାରେ କୁହାଯାଇଛି, ଠିକ୍ ସେମିତି କୋରାନରେ ମଧ୍ୟ କଥିତ ଅଛି କି ଯେଉଁ ମଣିଷ ମୋର ଏକେଶ୍ୱରବାଦର ସନାତନ ବା ସବୁଦିନିଆ ରହିବା ଧର୍ମକୁ ମାନେ ନାହିଁ ବା ବିଶ୍ୱାସ ରୀତିରେ ପାଳେ ନାହିଁ, କାର୍ଯ୍ୟ ଦ୍ୱାରା ଏଭଳି ଲୋକ ଚାରିଗୋଡ଼ିଆ ବା ଚତୁଷ୍ପଦୀ ପଶୁ, ବରଂ ପଶୁଠୁ ହୀନ। ଖୋଦା କହିଛନ୍ତି, ପଶୁ ବି ମୋତେ ମାନେ। ମନୁଷ୍ୟ ଜାଣୁନି, ହେଲେ ମଣିଷର ବୁଦ୍ଧି ମୋ ଦ୍ୱାରା ପ୍ରଦତ୍ତ ଥାଇକି ବି ମଣିଷ ମୋତେ ମାନୁନି, ପାଳୁନି। ଏଭଳି ମଣିଷ ମୋ ଦ୍ୱାରା ଦଣ୍ଡିତ ହେବ, ସଜା ପାଇବ, ଏଥିରେ ସନ୍ଦେହ ନାହିଁ। ଯୋଉଥିପାଇଁ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଅନୁବାଦ କବିତା ନିର୍ବାସିତର ବିଳାପ ନାମକ କବିତାରେ କହିଛନ୍ତି, ବୃଥା ଜୀବନ ଯହିଁ ନାହିଁ ଧରମ, ପଶୁଲୀଳା ସାଧନ ମାତ୍ର କରମ। ସୁତରାଂ ମଣିଷ ଜୀବନରେ ଧର୍ମକୁ ବାଧ୍ୟତଃ ପାଳିବ, ନହେଲେ ଦୁର୍ଦ୍ଦଶାର ଫଳ ଭୋଗିବ। ଏହା ସ୍ୱତଃସିଦ୍ଧ ବୋଲି ଈଶ୍ୱରୀୟ ମତ ଅଛି। ଖୋଦା କୋରାନରେ କହିଛନ୍ତି, ଆପଣାଜାତ ଅଲ୍ଲାହଙ୍କ ଠାରେ ନିଜକୁ ଶରୀର, ମନ ଓ ବାକ୍ୟ ବା କଥାରେ ଅର୍ଥାତ୍ କାୟ, ମନ, ବାକ୍ୟରେ ସମର୍ପଣ କରିଦେବା, ଦେଇଦେବା ଓ ସେଥିରୁ ଶାନ୍ତି ପାଇବାର ଧର୍ମ ହେଉଛି ଇସଲାମ। ଇସଲାମ ଆଦି ଧର୍ମ ବା ଆଗରୁ ପ୍ରଥମରୁ ଥିଲା। ଯେହେତୁ ଈଶ୍ୱର ଅଲ୍ଲାହ ଅନାଦି ଅନନ୍ତ ହୋଇ ଆଗରୁ ପୂର୍ବରୁ ରହିଛନ୍ତି, ଅନନ୍ତ ହୋଇ ବା ଶେଷହୀନ ହୋଇ ସେହିଭଳି ସର୍ବଦା ରହିଥିବେ। ଅମର ଅକ୍ଷୟ ରୀତିରେ ଅଲ୍ଲାହ ଧର୍ମକୁ ମନୁଷ୍ୟ ପାଇଁ ପ୍ରଣୀତ ବା ତିଆରି କଲେ, ନିର୍ମିତ କଲେ, ହେଲେ ମଣିଷ ଧର୍ମକୁ ବଦଳାଇ ଦେଲା। ବଦଳାଇ ଧର୍ମକୁ କଲା ଅବିଶ୍ୱାସମୟ ଓ ସମକକ୍ଷକାରିତା ଯୁକ୍ତ। ଫଳରେ ଧର୍ମରେ ନାସ୍ତିକତା ଓ ଅନ୍ୟକୁ ଈଶ୍ୱରଙ୍କ ସହିତ ତୁଳନା କରିବାର, ସମାନ କରିବାର ମାନବୀୟ ମନସାଦ ପଶି ଧର୍ମକୁ କରି ପକାଇଲା ଶିର୍କ ବା ସମକକ୍ଷକାରିତାର। ଏଥିପାଇଁ ଦାୟୀ ମଧ୍ୟ ଅଲ୍ଲାହ ବା ଖୋଦଜାତ ଖୋଦା। ଯେହେତୁ ଧର୍ମକୁ ପରିବର୍ତ୍ତିତ କରିବାର ସ୍ୱୀକୃତି, ଅନୁମତି ସେ ଶୈତାନ ଜରିଆରେ ମନୁଷ୍ୟକୁ ଦେଲେ, କାରଣ ଏହାଦ୍ୱାରା ତାଙ୍କର ନର୍କ ବା ଜହନ୍ନମ ଭର୍ତ୍ତି ହେବ, ନହେଲେ ନର୍କ ଖାଲି ରହିଯିବ। ପାପ କଲେ ତ ପାପୀ ବା ଗୁନାହଗାର ହୋଇ ମଣିଷ ନର୍କଗାମୀ ହେବ। ଈଶ୍ୱର ଅଲ୍ଲାହ ପୁଣି କହିଛନ୍ତି, ଭଲ ମନ୍ଦ ସବୁ କିଛି ମୁଁ କରାଏ, ତେଣୁ କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ ବୋଲି। ସେଥିପାଇଁ ଭାଗବତରେ ଉକ୍ତିକୁ ଅତିବଡ଼ି ଜଗନ୍ନାଥ ଦାସ ଲେଖିକି ଭର୍ତ୍ତି କରାଇଲେ। ନହେଲେ କୋଉ ଭିତ୍ତିରେ କବିଙ୍କ ମନରେ ଏପରି ଚିନ୍ତା ଆସିଲା, ଟିକେ ଭାବନ୍ତୁ ସୁଧୀ ପାଠକେ। ଅଗତ୍ୟା ଧର୍ମର ପ୍ରଣେତା ତଥା ଧର୍ମର ବଦଳକର୍ତ୍ତା
ସେଇ ଜଣେ ହିଁ ଈଶ୍ୱର। କାରଣ ସେ କହିଛନ୍ତି ମଣିଷ ମୋ କବଳରେ ଅଛି, ମୋ କାବୁରେ ଅଛି, ସେଥିରୁ ବାହାରି ପାରିବ ନାହିଁ। ତେଣୁ ମଣିଷର ମନ ବି ଭଗବାନଙ୍କର କବଳରେ ଏବଂ ସେ କ'ଣ ଭାବୁଛି ଭଗବାନ ବି ଜାଣନ୍ତି। ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ କଥାର ଗୁରୁତ୍ୱକୁ ବିଚାର କରାଯାଏ ତେବେ ସତ୍ୟତା ଏଇଆ ହିଁ ମିଳିବ। ଅଲ୍ଲାହ କିନ୍ତୁ କହିଛନ୍ତି, ହେ ମଣିଷ, ତୁ ମୋ ଠାରୁ ଆଗକୁ ବଢ଼ନା। କିନ୍ତୁ ମଣିଷ ଆଗକୁ ବଢ଼ିଛି, ଖୋଦାଙ୍କୁ ମାନି ନାହିଁ। ସେଥିପାଇଁ ସଂସାରରେ ଅନେକ ଧର୍ମ ଅଛି। ଧର୍ମରେ ନିଆର ସ୍ଥାନକୁ ହିନ୍ଦୁ ଓ ଇସଲାମ ଉଭୟ ଧର୍ମ ଦୃଷ୍ଟିରୁ ଅଧିକତର ବିଚାର କରାଯାଇପାରେ। ଜୀବନରେ ନିଆର ସ୍ଥାନ ଯେମିତି ଅଛି, ଧର୍ମ ପାଳନରେ ବି ସେମିତି ଅନୁରୂପ ମତେ ରହିଛି। କିନ୍ତୁ କାହିଁକି? କାରଣ ଖୋଦାଙ୍କର ଇଚ୍ଛା ଏବଂ ମଣିଷର ଦୁର୍ଦ୍ଦଶା ଭୋଗ ପାଇଁ କେବଳ ଧର୍ମରେ ନିଆର ସ୍ଥାନ ଅଛି। ନିଆଁ ନର୍କର ସ୍ମରଣ ବୋଲି କୋରାନ କହେ। କୋରାନ ପାଠ ୱାକିଆ ଦେଖନ୍ତୁ। ଇସଲାମ ଆଦି ଧର୍ମ ବା ପ୍ରଥମ ସୂର୍ଯ୍ୟମାନ ଧର୍ମ ଥିବାରୁ ସେହି ଧର୍ମରେ ନିଆଁର ବର୍ଣ୍ଣନା କେମିତି ଅଛି? ଦିବ୍ୟ ପବିତ୍ର ଗ୍ରନ୍ଥ କୋରାନରେ ତାହାର ଅବସ୍ଥିତି ବା ଉଲ୍ଲେଖକୁ ପ୍ରଥମେ ଦେଖାଯାଉ। ଧର୍ମ ସୃଷ୍ଟିର ମୂଳ ଉତ୍ସ ବା ହେତୁ କାରଣକୁ କୋରାନରୁ ହିଁ ଦେଖାଯାଏ ପଠିତ ରୀତିରେ। ସେଥିରେ ଅଛି କି ମଣିଷର ଚିରଶତ୍ରୁ ଶୈତାନ ବା ଯାହାର ଅନ୍ୟ ନାମ ଇବ୍ଲିସ୍, ସେ ଖୋଦା ଆଲ୍ଲାହ ପାକ୍ ବା ପବିତ୍ରଙ୍କ ଦ୍ୱାରା ନିଆଁ ବା ଅଗ୍ନିରୁ ଜାତ ବା ଜନ୍ମ ହୋଇଅଛି। ଯୋଉଥିପାଇଁ ଶୈତାନ ବା ଇବ୍ଲିସ୍ ମାଟିରୁ ଜାତ ବା ଖାକ୍ ବା ମାଟିରୁ ଜନ୍ମ ଆଦମକୁ ସମ୍ମାନର ମୁଣ୍ଡିଆ ସଜଦା କରି ନଥିଲା, ଅମାନିଆ ହୋଇ ଗର୍ବ ପ୍ରକାଶ କରିକି ଯେ ମୁଁ ନିଆଁରୁ ଜାତ, ଆଦମ ମାଟିରୁ ଜାତ, ମୁଁ ପୂର୍ବର ସୃଷ୍ଟି, ଆଦମ ମୋର ପରବର୍ତ୍ତୀ ସୃଷ୍ଟି, ସେଥିପାଇଁ ମୁଁ ମୁଣ୍ଡିଆ ମାରିବି ନାହିଁ ବା ମାରି ନଥିଲେ। ପୁଣି 16 ଭାଗରେ ପାଠ କାହଫ ବା ଗୁମ୍ଫା ପାଠରେ ଅଲ୍ଲାହ କହିଛନ୍ତି, ଶୈତାନ କୌମି ଜିନ୍ସ ସେ ଥା ବା ଶୈତାନ ଜିନ୍ ବଂଶଜାତ ଉଦ୍ଭବ। ପୁଣି ନର୍କ କହିଲେ ନାର ବା ନିଆଁକୁ ବୁଝାଏ। କାରଣ ଗୋଟିଏ ଆରବୀ ବାକ୍ୟ ଅଛି, ଆଲ୍ଲାହୁମ୍ମା ଆଜିରିନି ମିନନ୍ ନାର, ଅର୍ଥାତ୍ ହେ ଅଲ୍ଲାହ, ମୋତେ ନର୍କ ନିଆଁରୁ ବଞ୍ଚା ବା ମୁକ୍ତି ଦେ। ହିନ୍ଦୁ ମରିଗଲେ ମୁସଲମାନ ମଣିଷ କହିବ ଫିନ୍ନାରେ ଜହନ୍ନମା ଖାଲିଦିନା ଫିହା, ଅର୍ଥାତ୍ ନିଆଁରେ ଜନ୍ମ ହୋଇଛ, ନିଆଁକୁ ଯାଅ। କୋରାନ ଭାଗ 30। ଏହାଛଡ଼ା ଇହୁଦୀ ଧର୍ମର ପ୍ରବକ୍ତା ବା ମୁଖପାତ୍ର ବା ସ୍ପୋକ୍ସମ୍ୟାନ୍ ଏବଂ ହିବ୍ରୁ ଭାଷାରେ ଖୋଦାଙ୍କର ବାର୍ତ୍ତାଧର ପୈଗାମ ଆଣିଥିବା ପୈଗମ୍ବର ମୋସାଙ୍କୁ ଆଲ୍ଲାହ ନିଆଁ ଜଳାଇ କୋହେ ତୁର୍ ପର୍ବତର ପବିତ୍ର ଜଙ୍ଗଲ ତୋଆ ବା ତୋବାକୁ ଡକାଇଥିଲେ। ଏହି ନିଆଁ ଜଳାଇବାର ସମୟଟି ରାତିର ଥିଲା କି ଦିନର ଥିଲା ସହଜରେ ଜଣାପଡ଼େ ନାହିଁ। ସେତେବେଳେ ମୂସା ତାଙ୍କର ସହଧର୍ମିଣୀ ପତ୍ନୀଙ୍କର ସହିତ ବାଟ ଚାଲୁଥିଲେ। ତୁର୍ ପର୍ବତ ଆଡ଼ୁ ନିଆଁ ଜଳୁଥିବାର ଦୃଶ୍ୟ ଦେଖି ପତ୍ନୀଙ୍କୁ ବାଟରେ ଅଟକାଇ ରହିବାକୁ କହି ନିଜେ ଏକାକୀ ନିଆଁ ଜଳୁଥିବା ସ୍ଥାନକୁ ଗଲାବେଳେ ଏଇ କଥା କହିଲେ କି ତୁମେ ଥାଅ, ମୁଁ ଯାଉଛି। ତୁମ ପାଇଁ ନିଆଁ ଝୁଲରୁ କିଛି ଆଣିବି, ଯାହାକି ତୁମେ ତାପି ହେବ, ଉଷୁମ ହେବ, ସେକି ହେବ। ଏଥିରୁ ଜଣାପଡ଼େ ସମୟଟି ଥିଲା ଶୀତ ଋତୁର ରାତି ବା ଭୋର ବେଳ। କାରଣ ରାତିରେ ନିଆଁର ଜଳିବା ଭଲ କରି ଦେଖାଯାଏ। ଦିନରେ ସୂର୍ଯ୍ୟର କିରଣ ଥିବାରୁ ଦୂରରୁ ନିଆଁର ଜଳିବା ସୁସ୍ପଷ୍ଟ ଦିଶି ନଥାଏ। ତେଣୁ ବୋଧେ ରାତି ଥିଲା, ନଚେତ୍ ଦୂରରୁ ନିଆଁର ଜଳିବାର ଦୃଶ୍ୟ ପୈଗମ୍ବର ମୂସା ଦେଖିଲେ କେମିତି? ଏ ଡାକରା ପୈଗମ୍ବରତ୍ୱ ଦେବା ବା ପ୍ରଦାନର। ମୂସା ଯେମିତି ପହଞ୍ଚିଲେ, ଦେଖିଲେ ପଡ଼ିଆ ବା ମଇଦାନର ଡାହାଣ ପଟେ ଗୋଟିଏ ଉପାର୍ଜିତ ଗଛ ଆଲୋକିତ ହୋଇଛି। ଭିତରୁ ଆୱାଜ ଆସୁଛି, ଏ ମୂସା, ନିଃସନ୍ଦେହତଃ ମୁଁ ହିଁ ପ୍ରଭୁ ଖୋଦା ଅଟେ ସାରା ଜଗତର। ତୁ ପାଦରୁ ପାଦୁକା କାଢ଼ିଦେ, ନିଶ୍ଚୟ ତୁ ପବିତ୍ର ଜଙ୍ଗଲ ତୋଆରେ ଅଛୁ। ତୋର ଡାହାଣ ହାତରେ ସେଇଟା କ'ଣ ଅଛି ରେ ମୂସା? ମୂସା ବା ମୋଜେସ୍ କହିଲେ, ଏହା ମୋର ଆଶ୍ରା ବାଡ଼ି। ମୁଁ ଏହାକୁ ମୁଣ୍ଡ ତଳେ ତକିଆ କରି ଶୁଏ। ମୋ ଛେଳି ପାଇଁ ଗଛରୁ ପତ୍ର ଝଡ଼ାଏ। ଏଥିରୁ ମୋର ଅନ୍ୟାନ୍ୟ କାମ ବି କରେ। ଅଲ୍ଲାହ କହିଲେ, ତାକୁ ତଳେ ପକାଇ ଦେ। ମୂସା ବାଡ଼ି ପକାଇ ଦେଲାରୁ ତତ୍କ୍ଷଣାତ୍ ତାହା ଏକ ଶକ୍ତ ସାପରେ ପରିଣତ ହୋଇଯିବାର ଦେଖି ମୂସା ଡରିକି ପଛକୁ ଦୌଡ଼ି ପଳାଇବା ସମୟରେ ଖୋଦା କହିଲେ, ଡରନା ମେରେ ହୁଜୁର, ରସୁଲୋଁ କୋ ଖୌଫ ନହିଁ ହୋତା। ମୋ ସମ୍ମୁଖରେ ରସୁଲ ଡରି ନଥାନ୍ତି। ହଁ, ଯିଏ ଜିଆଦତି ବା ଅତ୍ୟାଚାର କରେ ସେହିମାନେ ହିଁ ଡରିଥାନ୍ତି। ମୁଁ ତାକୁ ପୂର୍ବ ଭଳି ବାଡ଼ିରେ ପରିଣତ କରିଦେଉଛି। ତୋର କାଖ ତଳେ ଯୋଡ଼ିକ ଯାକ ହାତ ପାପୁଲି ରଖେ, ତାକୁ ବାହାର କରି ଦେଖେ। ମୂସା ଦେଖିଲେ ଦୁଇ ହାତ ପାପୁଲି ଚମକୁଅଛି। ଖୋଦା କହିଲେ, ଏ ଦୁଇଟି ହେଉଛି ତୋ ପୈଗମ୍ବରତ୍ୱ ପ୍ରାପ୍ତିର ଚମତ୍କାରିତା ବା ମୋଜେଜା, ମିରାକେଲ୍। ଏବେ ମିସରର ଫିରୌନ ପାଖକୁ ଯା। ସେ ନିଜକୁ ଖୋଦା ହେବାର ଦାବି କରୁଛି, ପ୍ରଭୁ ବୋଲି କହୁଛି। ତାକୁ ଯାଇ କହ, ଚେତାବନୀ ଦେ କି ତୁ ପ୍ରଭୁ ନୁହଁ। ମୂସା କହିଲେ, ମୋ ପାଟି ଖନା ଠିକ୍ରେ ଖୋଲୁନାହିଁ, ଏଥିପାଇଁ ମୋର ସାନ ଭାଇ ହାରୁନକୁ ବି ପୈଗମ୍ବର କର। ଖୋଦା କହିଲେ, ତୋର ମାଗୁଣି ପୂରଣ ହେଲା, ପ୍ରଦାନ କରାଗଲା। ତେରି ମାଙ୍ଗ ତୁଝେ ଅତା ହୁଇ। ମୂସା କହିଲେ, ମୋର ଶୈଶବ ଓ କୈଶୋର ଜୀବନର କିଛି ବର୍ଷ ମୁଁ ଫିରୌନ ଠାରେ
ଅତିବାହିତ କରିଛି। ମୁଁ ଫିରୌନର ଜଣେ ଲୋକକୁ ଜୀବନରୁ ମାରିଦେଇଛି। ଡରୁଛି କାଳେ ଫିରୌନ ମୋର କିଛି କ୍ଷତି କରିବ। ଆଲ୍ଲାହ କହିଲେ, ଡର ନା, ମୁଁ ଅଦୃଶ୍ୟରେ ଥାଇ ସବୁ ଦେଖୁଛି। ଫିରୌନ ଓ ତାର ଦଳ ତୁମ ଦୁହିଁଙ୍କର କିଛି କ୍ଷତି କରିପାରିବ ନାହିଁ। କୋରାନ 19 ଭାଗ। ତେବେ ଆଲ୍ଲାହ ନିଆଁ ଜଳାଇ ମଶାଙ୍କୁ ଡାକିବାର ଉଦ୍ଦେଶ୍ୟ ଏହା ଯେ ମଶା ନିର୍ଦ୍ଦିଷ୍ଟ ଜାଗାକୁ ଯିବେ, ଏଣେତେଣେ ଭୁଲରେ ବୁଲିବେ ନାହିଁ। ଚିହ୍ନିବା ଜାଣିବା ପାଇଁ ସଂକେତଟିଏ ନିହାତି ଦରକାର, ନଚେତ୍ ଜାଣିବା ନିରୂପିତ ହେବ ନାହିଁ। ତେବେ ମଶାଙ୍କୁ କେମିତି ଡାକିଲେ ସେଇଟା ଖୋଦାଙ୍କର ମନର ଇଚ୍ଛା। ଖୋଦା କୋରାନରେ କହିଛନ୍ତି, ଯିଏ ମଜୁସି ବା ଆତିଶପରସ୍ତ ବା ନିଆଁର ପୂଜାରୀ ହେବ, ତାର ଠିକଣା ନର୍କଗାମୀ। ଆଲ୍ଲାହ ମିଥ୍ୟାବାଦୀ ନୁହେଁ, ତାର କଥା ହୋଇକି ରହିବ। ମଣିଷ ଖୋଦାର କଥା ବଦଳାଇ ପାରିବ ନାହିଁ। ବଦଳାଇଥିଲେ ଜଗତର ସବୁ ମରିଥିବା ମଣିଷର ଏକାଥରକେ ଜୀବନ ପାଇ ବଞ୍ଚି ଉଠିବାର ଦିନ କୟାମତରେ ହଶ୍ରିକି ମୈଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆ ମୈଦାନରେ ସେହି ବଦଳ କଥାକୁ ଧରି ଆସିବ। ଆଲ୍ଲାହର ଜବାବ, ଆଲ୍ଲାହ ଜବାବ ଖିଲାଫକାରୀ କଦାପି ନୁହେଁ। ମଣିଷ ଆଲ୍ଲାହଙ୍କୁ ସବୁମତେ ବୁଝିପାରିବ ନାହିଁ, ଯୋଉଥିପାଇଁ ମିଷ୍ଟୋରିୟସ୍ ଆର୍ ଦ ୱେଜ୍ ଅଫ୍ ଗଡ୍ ଅର୍ଥାତ୍ ରହସ୍ୟମୟତା ବା ଗୋପନୀୟତା ହେଉଛି ଆଲ୍ଲାହର ପଥ ଏବଂ ଆଲ୍ଲାହ ଗୁପ୍ତ ରଚକ। ସେ ଏହା ସଦା ଚାହାନ୍ତି। ଖୋଦା ଗୋପନ ସ୍ରଷ୍ଟା। ଇସଲାମ ପ୍ରଥମ ଆଦିଧର୍ମର ଏହି ସୂତ୍ର ତଥା ସ୍ରୋତରୁ ସିନ୍ଧୁ ନଦୀ ତୀରବର୍ତ୍ତୀ ବାସିନ୍ଦା ଓ ଆରବୀୟବାସୀଙ୍କର ମତରେ ସିନ୍ଧୁ, ଯାହାକି ପରବର୍ତ୍ତୀ ସମୟରେ ହିନ୍ଦୁରେ ଅପଭ୍ରଷ୍ଟ ଓଲଟିଥିବା ବିବର୍ତ୍ତିତ ଶାବ୍ଦିକ ଧାର୍ମିକ ପାଳନ ଅନୁଯାୟୀ ହିନ୍ଦୁ ଧର୍ମରେ ଅଗ୍ନିର ଯଥେଷ୍ଟ ଆଦର ଯତ୍ନ ରହିଛି। ପ୍ରଥମତଃ କୋରାନର 18 ଭାଗରେ ଆଲ୍ଲାହ ନିଜକୁ ଜ୍ୟୋତିର ଆଧାର ବା ଆଲୋକର ଉତ୍ସ ବା ଜମା ବୋଲି କହିଛନ୍ତି। ସେହି ଜ୍ୟୋତି ଯାହାକି ଆକାଶଠାରୁ ନେଇକି ପୃଥିବୀ ପର୍ଯ୍ୟନ୍ତ ବ୍ୟାପିକି ରହିଅଛି। ଦ୍ୱିତୀୟତଃ ଶୈତାନ ନିଆଁରୁ ଜାତ। ତୃତୀୟତଃ ଆଲ୍ଲାହ ନିଆଁ ଜଳାଇ ମଶାଙ୍କୁ ଡାକିଥିଲେ। ଚତୁର୍ଥତଃ ନିଆଁର ଅପର ପରିଭାଷା ନର୍କ। ପଞ୍ଚମତଃ ପଞ୍ଚଭୂତର ଅନ୍ୟତମ ଭୂତ ବା ସ୍ଥିତି ହେଉଛି ନିଆଁ। ଷଷ୍ଠତଃ ଶୈତାନର ମଣିଷ ପ୍ରତି ଲୋଭ, କରଣ ଇତ୍ୟାଦି କାରଣ ପାଇଁ ହିନ୍ଦୁ ଧର୍ମରେ ନିଆଁର ସ୍ଥିତି ରହିଛି, ଯାହାକି ସର୍ବାଦୌ ଭୁଲ। ଯେହେତୁ ହିନ୍ଦୁ ସମ୍ପ୍ରଦାୟ ନିଆଁକୁ ବ୍ୟବହାର କରି ଯେଉଁ ସବୁ କାର୍ଯ୍ୟକଳାପ କରେ, ସେସବୁ କରିବାକୁ ଖୋଦା ପୈଗମ୍ବରଙ୍କ ଜରିଆରେ କଦାପି ଆଦେଶ ଦେଇନାହାନ୍ତି। ଅବିଶ୍ୱାସୀ ଓ ସମକକ୍ଷକାରୀ ବା କାଫିର ତଥା ମୁଶ୍ରିକ ମଣିଷର ଏହା ମନମୁଖୀ ମନମାନି ଅମାନିଆ କାର୍ଯ୍ୟ ତମାମ, ଯାହା ଯଥା ବିବାହ, ବ୍ରତ, ମୃତ୍ୟୁ, ସଂସ୍କାର, ପୂଜା ପାର୍ବଣ, ଠାକୁର ଆଳତି, ଯଜ୍ଞ, ହୋମ ଆଦି ପ୍ରତ୍ୟେକ କାର୍ଯ୍ୟରେ ନିଆଁର ଏତାଦୃଶ ବ୍ୟବହାର ବା ଯୋଗଦାନ। ଖୋଦାଙ୍କ ବଚନରେ କୋରାନର କଥିତ ସୁରକ୍ଷା ହେଲା ଫନା ଫିନ୍ନାର, ଯାହା ନିଆଁରେ ଧ୍ୱଂସ ହୁଅ। ଶବ ବା ମୃତପିଣ୍ଡର ନିଆଁରେ ଜଳିବାର ଏ ଦୃଶ୍ୟ ଫନା ଫିନ୍ନାର ନୁହେଁ ତ ଆଉ କ'ଣ? ଔଚିତ୍ୟ ବା ଉଚିତତା ଦିଗରୁ ଯାହାକି ଠିକ୍ ନୁହେଁ। ଏଥିରେ ପରିବେଶ ପ୍ରଦୂଷିତ ହେଉଛି। ଶବର ପ୍ରାପ୍ତି କଷ୍ଟ ଯାହାକି ଶବ ଜାଣେ, ପୋଡ଼ୁଥିବା ମଣିଷ ଦଳ ଜାଣିପାରିବ ନାହିଁ। ଯେହେତୁ ମାଲଭାଇ ଦୃଶ୍ୟ ଜଗତରେ, ଆଉ ଶବର ସ୍ଥିତି ବାହ୍ୟ ଦୃଶ୍ୟ, ଅନ୍ତର ଅଦୃଶ୍ୟ ହୋଇ ଦୁଇ ରକମ। ଖୋଦାଙ୍କ ବକ୍ତବ୍ୟ ଅନୁଯାୟୀ କହିଲେ, ଏହା ସିଧା ନର୍କର ପ୍ରବେଶ ପଥ ଓ ତାର ଦ୍ୱାର। ଶବ ନିଆଁରେ ପୋଡ଼ୁଛି ବୋଲି ବିଚରା ସେ କେତେ କଷ୍ଟ ପାଉଛି। ଜୁଇରେ ଥାଇ ସେଡ଼େଙ୍ଗା ହୋଇ ଠିଆ ହୋଇଗଲେ ବାଉଁଶ ବାଡ଼ିରେ ମାଡ଼ ଖାଇ ଦେହର ଗଣ୍ଠି ସ୍ଥାନକୁ ଭଙ୍ଗାଇ ଜଲ୍ଦି ପୋଡ଼ି ହୋଇଯିବ ବୋଲି ପୁଣି ସେହି ଜୁଇରେ ପଡ଼ିଯାଉଛି। ମୁଣ୍ଡର ଖପୁରି ଢୋ କରି ଫାଟୁଛି। ମାଡ଼ ଖାଇ ଦେହର ହାଡ଼ ପଞ୍ଜରା ଗୁଣ୍ଡ ଗୁଣ୍ଡ ହୋଇ ନିଆଁ ପାଉଁଶରେ କୁଆଡ଼େ ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ପରିଣତ ହୋଇଯାଇଥାଏ। ତାକୁ କୁଲାରେ ପାଛୁଡ଼ି ବିସର୍ଜନ ପାଇଁ ସମାଧି ସ୍ଥାପନ ପାଇଁ ନିଆଯାଇଥାଏ, ତର୍ପଣ କରିବାକୁ। ଶ୍ରଦ୍ଧାଞ୍ଜଳିରେ ଯେଉଁ ମୃତପିଣ୍ଡ ଫୁଲ ଫୁଲହାରରେ ଲୋକଙ୍କର ଶ୍ରଦ୍ଧା ସୁମନ ସମ୍ମାନ ନେଇଥାଏ, ଟିକକ ପୂର୍ବରୁ ତାକୁ ଦେଖିବା ପାଇଁ ଆତ୍ମୀୟ ସ୍ୱଜନ କାହିଁ କେତେ ଦୂରରୁ ଚାଲି ଆସିଥାନ୍ତି। ସେହି ଶବ ନିଆଁରେ ପୋଡ଼ି ହୋଇ ପୁଣି ସେହି ଲୋକଙ୍କଠାରୁ ଅସମ୍ମାନ ଗ୍ରହଣ କରେ, ଆଉ ଲୋକେ ନିରବଦ୍ରଷ୍ଟା ହୋଇ ମାତ୍ର ପରମ୍ପରା ପାଇଁ ବିନା ପ୍ରତିବାଦରେ ଯାହା ଥାଆନ୍ତି। ନିଆଁରେ ପୋଡ଼ା ହେଉ ଥିବାରୁ ହିଁ ଶବର ଏତାଦୃଶ ଅବସ୍ଥା। ସେହି ମଣିଷ ଜୀବନରେ ଥିବାବେଳେ ତାକୁ କେହି ମାଡ଼ ମାରିଲେ ସେ ପ୍ରତିବାଦ କରୁଥିଲା, ସେଥିପାଇଁ ଥାନାରେ ଯାଇ କେସ୍ ବା ମାମଲା ରୁଜୁ କରୁଥିଲା। ଆଜି ମୃତପିଣ୍ଡ ହୋଇ ଏତେ ଅସମ୍ମାନ ଭୋଗ ମଣିଷକୁ ପୀଡ଼ା ଦେଇଛି ବୋଲି ଖୋର୍ଦ୍ଧା ହଳଦିଆଗଡ଼ କଲେଜର ଜନୈକ ଇଂରାଜୀ ଅଧ୍ୟାପକ ପାର୍ଥସାରଥୀ ମହାପାତ୍ର ମୋତେ ବୋଲୁଥିଲେ, ମୁଁ ଆପଣଙ୍କ ଧର୍ମୀୟ ଶବ ସଂସ୍କାରର ରୀତି ଦେଖିକି ଅତ୍ୟନ୍ତ ଖୁସି ହୋଇଛି। ମରିବା ପୂର୍ବରୁ ମୁଁ ଲେଖି ଦେଇକି ଯିବି କି ମୋତେ ନିଆଁରେ ନ ପୋଡ଼ି ପୋତି ଦେବାକୁ। ସେହିପରି ଟିଟିଲାଗଡ଼ ଡିଏଭି କଲେଜରେ ଥିବାବେଳେ ସେଠାକାର ପ୍ରାଣୀବିଜ୍ଞାନର ଅଧ୍ୟାପକ ସଞ୍ଜୟ ପଟ୍ଟନାୟକ କହିଥିଲେ, ମୋର ବାପାଙ୍କୁ ଜୁଇରେ ଶୁଆଗଲା ବେଳେ ମୁଁ ବିକଳ କ୍ରନ୍ଦନ କରିଥିଲି। ଆହା, ବାପା ମୋର ଜଳିଯିବେ ନା, ପୋତିଥିଲେ ଭଲ ହୋଇଥାନ୍ତା। ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ମୟୂରଭଞ୍ଜରେ ଯେତେବେଳେ ମୁଁ ପଢ଼ୁଥିଲି, ସେତେବେଳେ ମୋର ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବଚରଣ ବାରିକ 1980 ମସିହା
ଜାନୁଆରୀ ମାସରେ ଯେବେ ମରିଗଲେ, ରାଇରଙ୍ଗପୁରର ଖଡ଼ଖାଇ ନାଳ କୂଳରେ ତାଙ୍କ ଶବକୁ ମଶାଣିରେ ପୋଡ଼ିବା ପୂର୍ବରୁ ଶବର ହାତ ଗଣ୍ଠି ଖଞ୍ଜା, ଗୋଡ଼ ଆଣ୍ଠୁ ଖଞ୍ଜାକୁ ଭାଙ୍ଗି ଜୁଇରେ ଚଢ଼ାଇଥିଲେ। କାଳେ ଶବ ଉଠିଯିବ ବୋଲି ନିଆଁ ଧାସରେ ସେ ଡେଙ୍ଗା ହୋଇ ଠିଆ ହୋଇଯିବ। ନ ଠିଆ ହେବାକୁ ଏହାର ପ୍ରଯତ୍ନ କରିଥିଲେ ମୋର ଭୂଗୋଳ ସାର୍ ଶ୍ରୀ ମୁନୀନ୍ଦ୍ର ପରିଡ଼ା। ଖାଲି ପୋଡ଼ିଲେ ମଣିଷର ଆତ୍ମା ପଞ୍ଚଭୂତରେ ମିଶିଯିବା ମିଛ। ଫେର ଯୋଉ ଆଦିବାସୀ ଶବ ପୋତୁଛନ୍ତି କିମ୍ବା ହିନ୍ଦୁ ଧର୍ମର ଯୋଗୀ, ସନ୍ଥ, ବାବା, ସନ୍ନ୍ୟାସୀ ସମାଧି ପାଉଛନ୍ତି, ସେମାନଙ୍କର ଆତ୍ମା ତେବେ କ'ଣ ହେଉଛି? କ'ଣ ପଞ୍ଚଭୂତରେ ମିଶି ପାରୁନି? ଶବ ଶୀଘ୍ର ପଞ୍ଚଭୂତରେ ମିଶିବାର ଲାଭ କ'ଣ? କ'ଣ ସ୍ୱର୍ଗ ସୁଖ ପାଇଯିବ? ଆଲ୍ଲାହ କହିଛନ୍ତି, ତୁମକୁ ସେଇ ବଦଳ ମିଳିବ ଯାହାକି ତୁମେ କରୁଥିଲ। ତୁମେ ଉସି କା ବଦଲା ଯୋ କରତେ ଥେ। ସୁତରାଂ ନିଆଁରେ ଜଳୁଥିବା ଲୋକ ନର୍କରେ ଜୀବନ ଓ ଶରୀର ପାଇ ସେ ନିଆଁରେ ଜିଅନ୍ତା ସବୁଦିନ ପାଇଁ କେବଳ ଜଳୁ ହିଁ ଥିବ। କାରଣ ମଣିଷର ମୃତ୍ୟୁ ଅବସ୍ଥା ପୂର୍ବରୁ ଯୋଉ କାମରେ ମଣିଷ ଜଡ଼ିତ ଥିବ, ସେଇ କାମ ଅନୁଯାୟୀ ତାର ସ୍ୱର୍ଗ ନର୍କରେ ବିଚାର ହେବ। କେତେ ବଡ଼ ସଜା ମିଳିବ ଟିକେ ଭାବିବା ଦରକାର, ଡରିବା ଦରକାର। ଶବ ନ ପୋଡ଼ି ପୋତିଦେବା ଦରକାର। ଖୋଦାର ଆଦେଶ ବଡ଼ ନା ମଣିଷର ନିର୍ମିତ ପ୍ରଥା ବଡ଼? ଆମ ମଣିଷ ପାଇଁ ଗ୍ରହଣୀୟ ଆଲ୍ଲାହର ଫରମାନ, ତାର ଆଦେଶର ପରିପାଳନ। ଶାଶୁଘର ଲୋକେ ବୋହୂକୁ ଯୋଉ ଯୌତୁକ ପାଇଁ ଜିଅନ୍ତା ପୋଡ଼ି ମାରୁଛନ୍ତି, ସେଇ ବୋହୂଟିର ଦୁର୍ଦ୍ଦଶା ଚିତ୍କାର କ'ଣ ଦୟାଳୁ ମାନବ ଆତ୍ମାକୁ ବିଚଳିତ କରୁନାହିଁ ଯେ ଫେର ମୃତପିଣ୍ଡକୁ ମୂର୍ଖାମି କରି ନିଆଁରେ ପୋଡ଼ି ପୁଣ୍ୟ ଅର୍ଜିବା? ଏହା ବହୁତ ବଡ଼ ଅଜ୍ଞତା ଏବଂ ବିଫଳ କର୍ମ। ଏହି ଅଜ୍ଞତାର ଇରାଡିକେସନ ବା ଦୂରୀକରଣ ନିତାନ୍ତ ଶୀଘ୍ର ଦରକାର। ନଚେତ୍ ଶବକୁ ନିଆଁରେ ପୋଡ଼ିବାକୁ ଯାଉଥିବା ସମସ୍ତ ମଣିଷ ଏକକାଳୀନ ନର୍କଗାମୀ ହେବେ, ଏହା ନିଃସନ୍ଦେହ ବୋଲି କୋରାନରେ ଖୋଦା କହିଛନ୍ତି। ଏଥିପାଇଁ ପ୍ରତ୍ୟେକ ମଣିଷ ଅନ୍ତତଃ କୋରାନର ମାନେ ପଢ଼ି ସେହି କୋରାନର ପ୍ରକୃତ ମର୍ମକୁ ବୁଝି ଉପଲବ୍ଧି କରନ୍ତୁ, ଅନୁଭବରେ ଆଣନ୍ତୁ। ମରିବା ପୂର୍ବରୁ ମୁସଲମାନ ହୋଇ ମରିବାର ଇଚ୍ଛା ଆଶା ରଖନ୍ତୁ। କାରଣ ଇସଲାମ ଭିନ୍ନ ଧର୍ମ ନାହିଁ। କୋରାନ କହେ, ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ, ଅର୍ଥ ଖୋଦାଙ୍କ ପାଖରେ ଇସଲାମ ହିଁ ଧର୍ମ। ଅନ୍ୟାନ୍ୟ ଧର୍ମରେ ଅବିଶ୍ୱାସମୟତା ଓ ସମକକ୍ଷକାରିତା ଥିବାରୁ, ଏହା ଆଦିଧର୍ମ ଇସଲାମରୁ ବଦଳିଯିବା ରୀତିରେ ଆସିଥିବାରୁ ସେ ଲାଗି ଈଶ୍ୱର ଆଲ୍ଲାହ ସେସବୁ ଧର୍ମକୁ ଅଗ୍ରାହ୍ୟ କରିଛନ୍ତି, ଗ୍ରହଣ କରିବେ ନାହିଁ ବୋଲି ଧମକ ଦେଇଛନ୍ତି। ଆଚରଣ ଦିଗରୁ ଗ୍ରହଣ କରିନାହାନ୍ତି। ପ୍ରଭୁ ଜଣେ, ଆଉ ସେଇ ଜଣକ ହେଉଛନ୍ତି ଖୋଦ୍ ବା ଆପଣାଜାତ ଖୋଦା, ସ୍ୱୟଂଭୂ ବିଧାତା। ଇସଲାମରୁ ହିଁ ସଂସାରର ସବୁ ଅଳିକ ଧର୍ମର ସୃଷ୍ଟି, ଆଉ ସେହି ସବୁ କ୍ଷଣିକ ଧର୍ମର ସମାପ୍ତି। ସନ୍ଦେହ ଯଦି ହେଉଛି, ତେବେ କୋରାନର ଅନୁବାଦ ଦେଖନ୍ତୁ। ବିଭିନ୍ନ ଭାଷାରେ, ସବୁ ଭାଷାରେ ଏହାର ଅନୁବାଦ ମିଳୁଛି। କିମ୍ବା ବିଜ୍ଞ ମୌଲବୀଙ୍କର ପରାମର୍ଶ ଲୋଡ଼ନ୍ତୁ। ନୀରବ ହୋଇ ବସନ୍ତୁ ନାହିଁ। ମଲା ପରେ ଆଉ ସୁଧୁରି ପାରିବେ ନାହିଁ। କୋରାନ ମିଛ କହି ମଣିଷକୁ କଦାପି ଭ୍ରାନ୍ତିରେ ପକାଇ ନଥାଏ, ଭୁଲ ବାଟକୁ ନେଇ ନଥାଏ। ଏହା ସାରା ଜଗତ ମଣିଷ ପାଇଁ ଏକମାତ୍ର ଦୈବୀ ଗ୍ରନ୍ଥ, ଯେହେତୁ ଏହାର ରଚୟିତା ଆଲ୍ଲାହ। ମାତ୍ର ମୁସଲମାନ ମଣିଷର କଦାପି ନୁହେଁ। ଏହାକୁ ସତ ବୋଲି ମାନନ୍ତୁ, ମୁସଲମାନ ହୋଇଯାଆନ୍ତୁ, ତ୍ରାହି ପାଇବେ। ନହେଲେ ଅନୁତାପ ଭୋଗିବା ସାର ହେବ। ପୁନର୍ଜୀବନ ଅଛି, କେବଳ ପରଲୋକରେ ଚିରଦିନ ଅମର ରହିବା ପାଇଁ, ସୁଧାର ପାଇଁ ନୁହେଁ।